ପିତା ମାତାଙ୍କର ଯୁଗ୍ମ ଶୈଳଜାରେ ପିଣ୍ଡଟା ନିର୍ମାଣ ହଉଛି। ହଁ ହଁ। ଏଟା କି ଆମର ଯୋଉ ଆପଣ କହୁଛନ୍ତି ଯେ ଲଲାଟ ଚକ୍ର ଉପରକୁ ସେପଟୁ ଆସୁଛି ନା ଏଟା କି ସ୍ଥଳ ଶୈଳୀରୁ ଆସୁଛି ଏଟା କି କଣ ଯିବ ନା ଆଜ୍ଞା। ଯିବ କଣ ଗୋଟେ ବସ୍ତୁ ନା ସେ ଆସିବ। ନାହିଁ ଆଜ୍ଞା। ସେପା ଗୋଟେ ଶକ୍ତି ସେ ଶୂନ୍ୟରେ ଅଛି। ଆଜ୍ଞା ଦେହ ଭିତରେ ଶୂନ୍ୟରେ ଅଛି ପିତାମାତାଙ୍କ ଶୂନ୍ୟରେ ଅଛି ହେଲା। ଆଜ୍ଞା ପିଣ୍ଡ ଟା ତିଆରି ହଉଛି ସେ ପିଣ୍ଡ ଭିତରେ ଯୋଉ ଶୂନ୍ୟ ଅଛି ସେ ଶୂନ୍ୟ ଭିତରୁ ସେ ବଳେ ବେଳେ ସୃଷ୍ଟି ହଉଛି। ଜୀବନୀ ଶକ୍ତି। ଆଜ୍ଞା। ହୁଁ ସେ ଶୂନ୍ୟ ଯୋଉ ପିଣ୍ଡ ଟା ଯେତେବେଳେ ତିଆରି ହେଲା ମାତୃ ଗର୍ଭରେ ଯେତେବେଳେ ଭ୍ରୂଣ ଟା ସୃଷ୍ଟି ହେଲା ହେଲା ଆଜ୍ଞା ସେ ଆଜ୍ଞା ଭ୍ରୂଣ ଭିତରେ ଶୂନ୍ୟ ଅଛି ବୁଝିଲ କି। ମୁଁ ଆଜ୍ଞା ବୁଝେଇ ଦଉଛି ଗୋଟେ ସ୍ପଞ୍ଜ ଟାକୁ ପାଣିରେ ପୁରେଇ ଦେଲେ ସ୍ପଞ୍ଜ ଭିତରେ ପାଣି ଗୁଡା ପଶିଯିବ ନା ନାଇଁ। ଆଜ୍ଞା। ଆ ସେଇଭଳି ପ୍ରକାର ସ୍ପଞ୍ଜ ଟାଇପ ର ମନେ କର ତେଣୁ ଆଜ୍ଞା ଭ୍ରୂଣ ଭିତରେ ସବୁବେଳେ ସବୁ ଜାଗାରେ ପ୍ରତି କୋଣାନୁକୋଣ ଭାଗରେ ଶୂନ୍ୟ ପୁରିକି ରହିଛି ହେଲା। ଆଜ୍ଞା ସେ ଆଜ୍ଞା ଶୂନ୍ୟ ଭିତରେ ଯୋଉ ଚେତନା ଶକ୍ତି ରହିଛି ସେ ଚେତନା ଶକ୍ତି ଦ୍ଵାରା ଏ ଭ୍ରୂଣ ପିଣ୍ଡ ଟା ପ୍ରଭାବିତ ହେଇକି ତା ଭିତରେ ଜୀବନ ସଞ୍ଚାର ହଉଛି। ତେଣୁ ଆଜ୍ଞା ସେ ଆଜ୍ଞା ଯିବ କିଛି ନାହିଁ ଗୋଟେ ଜାଗାରେ ଯେ ସେ ଆସିକି ସେଠି ପହଞ୍ଚିବ ସେ ଟୋଟାଲ ଶରୀରମୟ ହେଇକି ରହିଛି। ଯଦି ସେ ସଞ୍ଚାର ହଉଛି ଆଉ ଚକ୍ର କଥା କହୁଛୁ ସେ ସଞ୍ଚାର ହଉଛି ଆମ ଶରୀର ଭିତରେ ଯେତେବେଳେ ସବୁ ଶୂନ୍ୟ ସ୍ଥାନ ସୃଷ୍ଟି ହଉଛି ସେ ଭିନ୍ନ ଭିନ୍ନ ଶୂନ୍ୟରେ ଭିନ୍ନ ଭିନ୍ନ ରୂପରେ ସେ ପ୍ରକାଶ ପାଉଛି ହେଲା। ଆଜ୍ଞା ଆମର ପଞ୍ଚସଖା ସାଧକ ମାନେ କୁହନ୍ତି ଯେ ଆଧାର ଲିଙ୍ଗ ନାଭି ହୁଦ କଣ୍ଠ ଲଲାଟ ଇଏ ଛଅଟି ହେଲେ ଛଅ ଗୋଟି ଶୂନ୍ୟ ହେଲା। ଆଜ୍ଞା। ଏଇ ଛଅଟି ଶୂନ୍ୟରେ ସେ ଛଅ ପ୍ରକାରର ଶକ୍ତି ବହନ କରିକି ସେ ପ୍ରକାଶ ପାଆନ୍ତି। ତାଙ୍କୁ ଆମର ଅଚ୍ୟୁତାନନ୍ଦ ମହାପୁରୁଷ କହନ୍ତି ଲଲାଟ ଚକ୍ରରେ ନିରାକାର ଯୋଗମାୟା। କଣ୍ଠ ଚକ୍ରରେ ଶିବ ପାର୍ବତୀ ହୃଦୟ ଚକ୍ରରେ ଲକ୍ଷ୍ମୀ ନାରାୟଣ ନାଭି ଚକ୍ରରେ ବ୍ରହ୍ମା ସାବିତ୍ରୀ ଲିଙ୍ଗ ଚକ୍ରରେ ରତି କନ୍ଦର୍ପ ଆଧାର ଚକ୍ରରେ ଗଣେଶ ବକ୍ରତୁଣ୍ଡୀ। ଆଜ୍ଞା। ତାକୁ ସବୁ ନାଁ ଦିଆ ହେଇଛି ହେଲା। ଆଜ୍ଞା ଆଜ୍ଞା ତେଣୁ ମୋଟ କଥା ଯେ ଆମ ଶୂନ୍ୟରୁ ଯୋଉ ଚେତନ ଶକ୍ତି ଜୀବ ଶକ୍ତି ଜାଗ୍ରତ ହୁଏ ସେ ଦି ଭାଗରେ ବିଭକ୍ତ ହୁଏ ଗୋଟେ ଜୀବ ଶକ୍ତି ଗୋଟେ ପରମ ଶକ୍ତି ହେଲା। ଆଜ୍ଞା। ତେଣୁ ଜୀବ ଶକ୍ତି ପରମ ଶକ୍ତି ଜାଗ୍ରତ ହୁଏ ଏବଂ ସେଇ ପରମ ଶକ୍ତି ଲଲାଟ ଚକ୍ରରେ ଦି ଭାଗରେ ବିଭକ୍ତ ହୁଏ ଗୋଟେ ପୁରୁଷ ଗୋଟେ ପ୍ରକୃତି ହେଲା। ଆଜ୍ଞା। ଜୀବ ଶକ୍ତି ଅନାହତ ଚକ୍ରରେ ରୁହେ ପରମ ଶକ୍ତି ତ୍ରିକୁଟରେ ରୁହେ ହେଲା। ପରମ ଆଜ୍ଞା ଶକ୍ତି ଦି ଭାଗରେ ବିଭକ୍ତ ହୁଏ ଗୋଟେ ପୁରୁଷ ଗୋଟେ ପ୍ରକୃତି ହେଲା। ଆଜ୍ଞା ତାର ପୁରୁଷ ଅଂଶଟି ନିରାକାର ପ୍ରକୃତି ଅଂଶଟି ଯୋଗମାୟା। କଣ୍ଠି ଆଜ୍ଞା ଚକ୍ରରେ ପୁରୁଷ ଅଂଶଟି ଶିବ ପ୍ରକୃତି ଅଂଶଟି ପାର୍ବତୀ। ହୃଦୟ ଚକ୍ରରେ ପୁରୁଷ ଅଂଶଟି ନାରାୟଣ ପ୍ରକୃତି ଅଂଶଟି ହଉଛି ଲକ୍ଷ୍ମୀ। ନାଭି ଚକ୍ରରେ ପୁରୁଷ ଅଂଶଟି ବ୍ରହ୍ମା ପ୍ରକୃତି ଅଂଶଟି ସାବିତ୍ରୀ। ଲିଙ୍ଗ ଚକ୍ରରେ ପୁରୁଷ ଅଂଶଟି କନ୍ଦର୍ପ ଆଉ ପ୍ରକୃତି ଅଂଶଟି ରତି। ଆମର ଆଜ୍ଞା ଆଧାର ଚକ୍ରରେ ପୁରୁଷ ଅଂଶଟି ଗଣେଶ ପ୍ରକୃତି ଅଂଶଟି ହଉଛି ବକ୍ରତୁଣ୍ଡ। ତାମାନେ ପୁରୁଷ ପ୍ରକୃତି ଇଏ କହନା ଛଅଟି ଚକ୍ରରେ ଛଅ ପ୍ରକାରର ରୂପ ଧାରଣ କରିକି ଆମ ଶରୀର ଯନ୍ତ୍ରକୁ ଚାଳନ କରୁଛନ୍ତି। ଆଜ୍ଞା। ଆଉ କଣ କର ଆଉ କଣ କିଭଳି ପ୍ରକାର ତୋର ସନ୍ଦେହ ମୁଁ ତ ଜାଣିପାରୁନି କଣ ତୁ ଭାବି କହୁଛୁ ମୁଁ କହିପାରୁନାହିଁ। ଆଜ୍ଞା ଶିବ ବୋଲି ଏଇ ଆପଣ ଏଇ ଯୋଉ ପୁରୁଷ ପ୍ରକୃତି ଆଜ୍ଞା ଏଇ ଯୋଉ ଯିବ ଆସେ ଯେ ଏଠି ଆମର ଯେଟା କହୁଛି ଯେ ପୁଅ ଝିଅ ଧର ଜନ୍ମ ହେବେ ଏସବୁ ବିଷୟରେ ତ ସେଠି ତ ଯେତେବେଳେ ପୁରୁଷର ଯାଇ ଗୋଟେ ଆତ୍ମା ଧର ଝିଅ ଗୋଟେ ଝିଅ ଯାହା ଯେତିକି ଶକ୍ତି ଭଗବାନଙ୍କୁ ଡାକିବା ପାଇଁ ଗୋଟେ ପୁଅର ବି ସେତିକି ଶକ୍ତି ଅଛି ଭଗବାନଙ୍କୁ ଡାକିବା ପାଇଁ। ହୁଁ ହୁଁ। ତ ମୋର କହିବା କଥା ହଉଛି ଆତ୍ମା ତ ଗୋଟେ ହୁଁ। ଏଠି ତ ପୁଅ ଝିଅର କିଛି ପ୍ରଭେଦ ନାହିଁ ଆଜ୍ଞା। ନା। ଆଜ୍ଞା। କିନ୍ତୁ ପୁଅ ଝିଅ ହଉଛି କେମିତି ଏଇଆ ତ। ଆଜ୍ଞା। ଆ ଶୁଣୁ ଯେତେବେଳେ ଭ୍ରୁଣ କୋଷରେ ହେଲା ଆଜ୍ଞା। ପିତା ହଉଛି ପୁରୁଷ ଅଂଶ ମାତା ଆଜ୍ଞା ହଉଛି ପ୍ରକୃତି ଅଂଶ ହେଲା। ଆଜ୍ଞା ଦିଟା ଅଂଶ ଯେତେବେଳେ ସଂଯୁକ୍ତ ହଉଛି ଭ୍ରୂଣକୋଷରେ ସେତେବେଳେ ଆଜ୍ଞା ଯା ର ଅଂଶ ଟା ପ୍ରବଳ ହଉଛି ପୁରୁଷ ଅଂଶ ଟା ଯଦି ପ୍ରବଳ ହବ ସିଏ ପୁଂଲିଙ୍ଗ ରୂପ ଧାରଣ କରିବ ଭ୍ରୂଣ ଟା ଭ୍ରୂଣଟା ତ କିଛି ଆକାର ନାହିଁ ନା। ସେ ଆଜ୍ଞା ଅଲିଙ୍ଗି ତାର ଗୋଟେ ଆଜ୍ଞା ତାର ଆକାର କିଛି ନାହିଁ କିନ୍ତୁ ଯେତେବେଳେ ପିତାମାତାଙ୍କ ସଂଯୋଗ ସମୟରେ ପୁରୁଷ ଶକ୍ତିଟା ଯଦି ପ୍ରବଳ ହେଇଯାଏ ତାହେଲେ ସେତେବେଳେ କଣ ହୁଏ ନା ସେ ଭ୍ରୂଣରେ ପୁଂଲିଙ୍ଗ ସୃଷ୍ଟି ହୁଏ। ଆଉ ପ୍ରକୃତି ଅଂଶ ଯଦି ପ୍ରବଳ ହେଇଯାଏ ସେ ଭ୍ରୂଣରେ ସ୍ତ୍ରୀ ଲିଙ୍ଗ ସୃଷ୍ଟି ହୁଏ। ହେଲା ଏଇ ଯୋଉ ଆଜ୍ଞା ଲିଙ୍ଗ ଭେଦ ଟା ଏଇ ଲିଙ୍ଗ ଭେଦ ଟା ସେ ବାପ ମାଙ୍କର ଶକ୍ତି ଦ୍ଵାରା ସୃଷ୍ଟି ହୁଏ।
ଆଜ୍ଞା ହେଲା। ଆଜ୍ଞା ଆଜ୍ଞା ତେଣୁ ଭ୍ରୂଣ ଦେହରେ ପିତାର ଶକ୍ତି ଯଦି ଅଧିକ ରହିଗଲା, କଣ ବୁଝିପାରିଲ ନା, ଆଜ୍ଞା ତେଣୁ ଆଜ୍ଞା ସିଏ ହେଲା ପୁରୁଷ, ମାତାର ଶକ୍ତି ଅଧିକ ରହିଲେ ସିଏ ହେଲା ପ୍ରକୃତି ବା ଝିଅ ହେଲା। ଆଜ୍ଞା ପୁଅ ଝିଅ ଭେଦ, ତାପରେ ବିଜ୍ଞାନ ମଧ୍ୟ ସେ କଥା, ତାଙ୍କର ସବୁ କ୍ରୋମୋଜୋମ ଅଛି, ଏକ୍ସ କ୍ରୋମୋଜୋମ ୱାଇ କ୍ରୋମୋଜୋମ ଦିଟା ମିଶିବ, ଏଠି ମିଶିଲେ ଅଧିକ ହବ, ସେଗୁଡା ସବୁ ବିଜ୍ଞାନ କଥା। କିନ୍ତୁ ଆଜ୍ଞା ସେଇ ଯୋଉ କ୍ରୋମୋଜୋମ ଗୁଡା ମିଶୁଛି, ତାର କାରଣ ହଉଛନ୍ତି ବାପ ଆଉ ମା। ଆଜ୍ଞା ବାପ ମାଙ୍କ ଶକ୍ତିରୁ ସେ କ୍ରୋମୋଜୋମ ଭିତରେ ଶକ୍ତି ସଞ୍ଚାରିତ ହୁଏ। ଶକ୍ତି ସଞ୍ଚାରିତ ହେଇକି ଆସିକି ମିଶି ସାରିଲା ପରେ ଭ୍ରୂଣକୋଷ ଗଠିତ ହୁଏ। ଭ୍ରୂଣକୋଷରେ ଲିଙ୍ଗ ନିରୂପଣ ମଧ୍ୟ ହୁଏ। ଆଜ୍ଞା ବୁଝିପାରିଲେ, ମୁଁ ଆଜ୍ଞା ବୁଝେଇ ଦଉଛି ଯେ ଧର ଗୋଟେ ମୁଗ ମଞ୍ଜି ହେଲା, ଆଜ୍ଞା ସେଥିରେ କେବଳ ମୁଗ ଗଛ ହିଁ ହବ। ଆଜ୍ଞା ଆମ୍ବ ଟାକୁଆରୁ ଆମ୍ବ ଗଛ ହିଁ ହବ। ତେଣୁ ଯେତେବେଳେ ପିତାମାତାଙ୍କ ଶକ୍ତି ଯେତେବେଳେ ଭ୍ରୂଣ ଦେହରେ ସଞ୍ଚାରିତ ହୁଏ, ସେତେବେଳେ ଯୋଉ ପ୍ରକୃତିଟା ଥାଏ, ପିତାର ପ୍ରକୃତି ଯଦି ଅଧିକ ଥାଏ, ପ୍ରବଳ ଥାଏ, ମାତା ପ୍ରକୃତି ଟା ନଥାଏ, ତା ମାନେ ସେଠି ସେ ପୁଂଲିଙ୍ଗ ହବ। ପୁଂଲିଙ୍ଗ ହେଲେ ମଧ୍ୟ ତାର ପ୍ରକୃତି ଅଂଶ ତା ଠେଇଁ ରହିଛି। ବିଜ୍ଞାନ କହୁଛି ଗୋଟେ ପୁରୁଷ ଠେଇଁ ମଧ୍ୟ ଗୋଟେ ସ୍ତ୍ରୀର ପ୍ରକୃତି ରହିଛି, ପୁରୁଷର ପ୍ରକୃତି ରହିଛି। ଗୋଟେ ସ୍ତ୍ରୀ ଠେଇଁ ମଧ୍ୟ ଗୋଟେ ସ୍ତ୍ରୀର ପ୍ରକୃତି ରହିଛି, ପୁରୁଷର ପ୍ରକୃତି ରହିଛି। କିନ୍ତୁ ସ୍ତ୍ରୀ ଠେଇଁ ସ୍ତ୍ରୀ ପ୍ରକୃତି ଟା ଅଧିକ, ପୁରୁଷ ପ୍ରକୃତି ଟା କମ। ପୁରୁଷ ଠେଇଁ ପୁରୁଷ ପ୍ରକୃତି ଟା ଅଧିକ, ସ୍ତ୍ରୀ ପ୍ରକୃତି ଟା କମ। ଆଜ୍ଞା ତେଣୁ ସେଇଟା ଅନୁସାରେ ଅଛି, କିନ୍ତୁ ଉଭୟ ପୁରୁଷ ଆଉ ସ୍ତ୍ରୀ ଉଭୟଙ୍କ ଦେହରେ ଦି ଜଣଙ୍କ ପ୍ରକୃତି ରହିଥାଏ। କଣ ବୁଝିପାରିଲ ନା? ଆଜ୍ଞା ଆଜ୍ଞା ଆଉ କଣ କହ? ନା ଆମେ ଧର ଗୋଟେ ସ୍ତ୍ରୀ ବି ଧର ଧ୍ୟାନ କରିକି ସେ ଯେତିକି ଶକ୍ତି ମାନେ ଆହରଣ କରିପାରିବ, ଗୋଟେ ପୁରୁଷ ବି ତ ସେତିକି ଶକ୍ତି ଆହରଣ କରିପାରିବ। ଆଚ୍ଛା, ସେଟା ହଉଛି, ଏଟା ହଉଛି ଆଉ ଗୋଟେ ଫେଜ କଥା। ଆଜ୍ଞା ବୁଝିଲି, ଆଜ୍ଞା ଶୁଣୁ, ଜୀବ ପରମ ଉଭୟ ପୁରୁଷ ଠେଇଁ ଅଛି, ସ୍ତ୍ରୀ ଠେଇଁ ବି ଅଛି ହେଲା। ଆଜ୍ଞା ମନଟା ଗୋଟେ ସ୍ତ୍ରୀ ଲୋକର ଅଛି, ଗୋଟେ ପୁରୁଷ ଲୋକର ବି ମନଟା ଅଛି, ହେଲା କି? ଆଜ୍ଞା ଆଜ୍ଞା ଆମେ ଯେତେବେଳେ ଧ୍ୟାନ କରିବା, ଧ୍ୟାନ କରିକି ଶକ୍ତି ଆହରଣ କଥା କହୁଛୁ, ଶକ୍ତି ଆଜ୍ଞା ବା ଅଛି ସମସ୍ତ ଟେ ସମାନ ଭାବରେ। ଆହରଣ କରିବା କଥା କହୁଛୁ, ଆମେ ଯେତିକି ପ୍ରକୃତି କି ବିଶୋଧନ କରିବା, ଚିତ୍ତକୁ ଶୋଧନ କରିବା, ହେଲା, ସେଇ ଆଜ୍ଞା ଅନୁସାରେ ଆମେ ଶକ୍ତି ପାଇବା। ଆମ ଚିତ୍ତ ଯଦି ସମ୍ପୂର୍ଣ୍ଣ ଶୋଧନ ହେଇଗଲା, ଗୋଟେ ପୁରୁଷର କିମ୍ବା ଗୋଟେ ସ୍ତ୍ରୀର ଉଭୟଙ୍କର ଯଦି ପ୍ରକୃତି ଶୋଧନ ହେଲା, ସେମାନେ ସମାନ ଶକ୍ତି ବହନ କରିବେ। ଆଜ୍ଞା ପୁରୁଷ ଶକ୍ତି ସମଶକ୍ତି ବହନ କରନ୍ତି, ତାଙ୍କର ଆଉ ଅଧିକ କମ ନାହିଁ। ଆଜ୍ଞା 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 ଧ୍ୟାନ ସମୟରେ ପୁରୁଷ ଶକ୍ତି ସମାନ ଶକ୍ତି ବହନ କରନ୍ତି। ଆଜ୍ଞା କେବଳ ପ୍ରକୃତି ଦ୍ଵାରା ହିଁ କେବଳ ବ୍ୟତିକ୍ରମ ହୁଏ। ଆଜ୍ଞା 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 ଆଉ କଣ କହ? ନା ଯଦି ଜଣେ ଚାହିଁବ ଯେ ମୁଁ ଧ୍ୟାନ କରିକି ଏଇ ଜନ୍ମର ସବୁ କିଛି କରିପାରିବି, ତ ପ୍ରାବୃଦ୍ଧ ଟା ତାକୁ କିଛିଟା ଥିବ ନା, ସେଇଟାକୁ କିଛି ସେ ଭୋଗ କରିବ ନା। ଶୁଣ, ସେ ଯୋଉ ଆମେ ସାଧନା କରନ୍ତି, କଣ କି ସାଧନା? ସାଧନା ଅର୍ଥ ଏଇଆ, ଆମ ପୂର୍ବ ଜନ୍ମର କୁପ୍ରକୃତି କି ଆମେ ସବୁ ଖଣ୍ଡନ କରନ୍ତି, ହେଲା କି? ପୂର୍ବ ସଂସ୍କାରକୁ ସବୁ ବିନାଶ କରିକି, କୁସଂସ୍କାରକୁ ବିନାଶ କରିକି, ଆମେ ସୁପ୍ରକୃତି ଆମ ଠେଇଁ ଜାଗ୍ରତ ହୁଏ। ସୁପ୍ରକୃତି ଜାଗ୍ରତ ହେଲେ ଭଗବତ ଦର୍ଶନ ହୁଏ। କଣ ବୁଝିପାରିଲେ? ଆଜ୍ଞା ଆଜ୍ଞା ଆଉ ଆଜ୍ଞା ତେଣୁ ମନେ କରାଯାଉ, ଗୋଟିଏ ସଦଗୁରୁଙ୍କ ଠାରୁ ଦି ଜଣ ଆମେ ଉପଦେଶ ନେଲେ, ଜଣଙ୍କର 8 ଦିନରେ ପ୍ରକୃତି ଶୋଧନ ହେଇଗଲା, ଆଉ ଜଣଙ୍କର 8 ବର୍ଷରେ ପ୍ରକୃତି ଶୋଧନ ହେଲା। ଅଲଗା କାହିଁକି ହେଲା? ନା 8 ଦିନରେ ଯାହାର ପ୍ରକୃତି ଚିତ୍ତ ଶୋଧନ ହେଇଗଲା, ତାର ସଂସ୍କାର କମ ଥିଲା। ଆଜ୍ଞା 8 ବର୍ଷରେ ଯାହାର ହେଲା, ତାର ସଂସ୍କାର ପୂର୍ବ ଜନ୍ମରେ ବହୁତ ଥିଲା, ବହୁତ କୁକର୍ମ ଥିଲା। ସେ ଆଜ୍ଞା କର୍ମ ଗୁଡାକ ଖଣ୍ଡ ହେଇ ହେଇ ତାର ଡେରି ହେଲା, ହେଲା। ଆଜ୍ଞା କିନ୍ତୁ ଖଣ୍ଡନ ସମସ୍ତଙ୍କର ହିଁ ହବ, ସମୟ ଟିକେ ଲାଗିବ। ଆଉ ଆଜ୍ଞା ସବୁ ଦତ୍ତ କର୍ମ ଆମେ ଯୋଉ ଦିନ ଠାରୁ ଆରମ୍ଭ କରିବା, ସେଇ ଦିନ ଠାରୁ ଆମ ଦେହ ଭିତରେ ସୁପ୍ରକୃତି ଜାଗ୍ରତ ହବା ଆରମ୍ଭ କରିଦବ। ଆଜ୍ଞା ଆଉ କଣ ମା କହ? ଏଇ ସବୁ କଥା ଆଜ୍ଞା, ବହୁତ ସୁନ୍ଦର କଥା। ଆପଣଙ୍କର ତ ଋଣ ସୁଝି ପାରିବାନି, ମୁଁ ତ ସୁଝି ପାରିବିନି, ତଥାପି ଯେତିକି ପଚାରୁଛି ଆପଣ ଯେତେ ସୁନ୍ଦର ଭାବରେ ହୁଁ ବୁଝେଇ ଦେଇଛନ୍ତି। ହୁଁ ଏଇ ଯେ ଆମେ କହୁଛେ, କର୍ମୀର ହସ୍ତ, ଜ୍ଞାନୀର ଚକ୍ଷୁ, ଭକ୍ତିର ହୃଦୟ, ଆଜ୍ଞା। ହୁଁ ହୁଁ କର୍ମ ମାନେ ଭଗବତ କର୍ମ କରିବା ତ ଆଜ୍ଞା। ହୁଁ ବାକି ଜ୍ଞାନ ଦ୍ଵାରା ଆମେ ଜାଣିପାରିବା ତ, ନା କିସ ଆଜ୍ଞା? ନା ନା ଶୁଣୁ, କର୍ମ ଆଉ ଜ୍ଞାନ ଏଇ ଦିଟା କଥା ବୁଝେଇଲୁ। ହେଲା। ଆଜ୍ଞା ଆଜ୍ଞା କାଠ ଆଉ ନିଆଁ, ଇଏ ଦିଟା ହଉଛନ୍ତି ଦିଟା ପଦାର୍ଥ।
ଆଜ୍ଞା କିନ୍ତୁ ନିଆଁ କାଠରେ ନିଆଁ ସଂଯୁକ୍ତ ହେଲେ କାଠ ପୋଡିଯିବ, ନିଆଁ ଜଳିକି ରହିବ। ତେଣୁ ଜ୍ଞାନ ହଉଛି ନିଆଁ, କର୍ମ ହଉଛି କାଠ। ଆଜ୍ଞା ବୁଝିପାରିଲେ? ଯଥି ଧାଙ୍ଗସି ସମିଧୋଗ୍ନିରେ ଭସ୍ମସାତ କୁରୁତେର୍ଜୁନ ଜ୍ଞାନାଗ୍ନି ସର୍ବକର୍ମାଣେ ଭସ୍ମସାତ କୁରୁତେ ତଥା। ଏଧାଂସି ମାନେ କାଠ, ହେଲା କି? ଯେମିତି ଆଜ୍ଞା କାଠକୁ ଅଗ୍ନି ପୋଡି ଜାଳିକି ପାଉଁଶ କରିଦିଏ, ସେମିତି କର୍ମ ରୂପକ କାଠକୁ ଜ୍ଞାନ ରୂପକ ଅଗ୍ନି ପୋଡିକି ପାଉଁଶ କରିଦିଏ। ହେଲେ କର୍ମ ଆଜ୍ଞା ଯେତେବେଳେ ସବୁ ଖଣ୍ଡନ ହେଇଯାଏ, ସେତେବେଳେ ଜ୍ଞାନ ପରିପ୍ରକାଶ ହୁଏ। ଜ୍ଞାନ ପରିପ୍ରକାଶ ହେଲେ ଆମଠି ଭକ୍ତି ଜାଗ୍ରତ ହୁଏ। ଆଉ ଭକ୍ତି ଭକତି ଉପୁଜିବ ଯେବେ ଛାଡିବ ସର୍ବ କର୍ମ ତେବେ। ଆଉ କର୍ମ ନାଶ ହବ, କର୍ମ ଦ୍ଵାରା କର୍ମ ନାଶ ହବ। କର୍ମ ଦ୍ଵାରା କଣ କର୍ମ ନାଶ ହବ ମୁଁ ବୁଝେଇ ଦଉଛି ଶୁଣୁ। ମୋ ଗୋଡରେ ଗୋଟେ କଣ୍ଟା ପଶିଲା, ହେଲା। ଆଜ୍ଞା ସେ ଆଜ୍ଞା କଣ୍ଟାଟାକୁ ମୁଁ ଆଉ ଗୋଟେ କଣ୍ଟା ଆଣିକି ଉଖୁଡେଇବି। ଉଖୁଡେଇ ସାରିଲା ପରେ ଦିଟା କଣ୍ଟାକୁ ଫୋପାଡି ଦେବି। ବୁଝିପାରିଲେ ନା? ଆଜ୍ଞା ଠିକ ସେଇଭଳି ଯେ କର୍ମ ଦ୍ଵାରା ଆମେ ଜ୍ଞାନକୁ ପ୍ରାପ୍ତ ହବା। ଜ୍ଞାନ ପ୍ରାପ୍ତି ହେଲେ ଆଉ କର୍ମକୁ ଆମେ ଛାଡିଦବା, ଆଉ ଆମର କର୍ମ ଦରକାର ନାହିଁ। ଆଜ୍ଞା କର୍ମ ଦ୍ଵାରା ମାନେ ଭଗବତ କର୍ମ ଦ୍ଵାରା ଆମେ କୁକର୍ମକୁ ସବୁ ବିନାଶ କରିବା। ଆଉ ଭଗବତ କର୍ମ ଦ୍ଵାରା କୁକର୍ମକୁ ବିନାଶ କରିସାରିଲା ପରେ ଯେତେବେଳେ ଜ୍ଞାନ ଉଦୟ ହେବ, ସେତେବେଳେ ଆଉ ଆମର ଭଗବତ କର୍ମ ବି ଦରକାର। ଜ୍ଞାନରେ ପ୍ରତିଷ୍ଠିତ ହେଲେ ଆମର ଭକ୍ତି ଆସିବ, ଭକ୍ତିରେ ଆମେ ଦର୍ଶନ ପାଇବା। ଆଜ୍ଞା 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 ଏଇ ହଉଛି କଥା। ଆଜ୍ଞା ଆମେ ତ ଘରେ ରହିକି ଆଜ୍ଞା, ଆମେ ତ ଆଉ ସେ କର୍ମକୁ ବି ଛାଡି ପାରିବାନି ନା। ଆମେ ତ ସବୁ କର୍ମ ଭିତରେ ରହିକି ବି ସେ ନା କର୍ମ ମା କରତେ ପଡିବ। ନା ଆଜ୍ଞା ନା ବୁଝିବା ଟିକେ ବେତାଳ ହଉଛି। କର୍ମକୁ ଆଜ୍ଞା କଣ ଛାଡିବୁ? କର୍ମକୁ ଛାଡିକି କେହି ରହିପାରିବ ନା ଜଗତରେ? ନାଇଁ ଆଜ୍ଞା ନହି କଶ୍ଚିତ୍ କ୍ଷଣମପି ଜାତୁ ତିଷ୍ଠତ୍ୟ କର୍ମ କାର୍ଯ୍ୟ ତେହ୍ୟବଶଃ କର୍ମ ସର୍ବ ପ୍ରକୃତି ଜରିଗୁଣେହି କ୍ଷଣେ ସୁଦ୍ଧା କେହି କର୍ମ ନ କରିକି ଭବ ସଂସାରରେ ରହିପାରିବ ନାହିଁ। କାହିଁକି ନା ଏଇ ଇହ ସଂସାରରେ କର୍ମ ହଉଛି ମୂଳ। ତୁ କହିବୁ ସମୁଦ୍ରରେ ଲହଡା ବନ୍ଦ ହଉ ମୁଁ ଗାଧେଇମି, ହବ କି? ନାଇଁ ଆଜ୍ଞା ଲହଡା ମାରୁଥିବ ତତେ ଗାଧେଇବାକୁ ପଡିବ। ସେମିତି ତୁ ଯେତେବେଳେ ସଂସାର କରିଛୁ, ସଂସାର କର୍ମରେ ବାନ୍ଧି ହେଇଛୁ, କର୍ମ ତତେ କରିବା ପାଇଁ ପଡିବ। ସେଇ କର୍ମ ଭିତରେ ଆମକୁ ଭଗବତ କର୍ମ କରିବାକୁ ପଡିବ। ଆଜ୍ଞା ସେ ଆଜ୍ଞା କର୍ମ ଭିତରେ ଭଗବତ କର୍ମ କରିକିରି କୁପ୍ରକୃତି ବିନାଶ କରିକି ସୁପ୍ରକୃତି ଜାଗ୍ରତ କରିବା। ସେଇ କର୍ମ ଭିତରେ ପିଲା ଥିବ, ଛୁଆ ଥିବ, ବାପ ଥିବ, ମା ଥିବ, ସ୍ଵାମୀ ଥିବ, ସମସ୍ତେ ଥିବେ। ଆମ ଠାକୁର ଶ୍ରୀ ଶ୍ରୀ ଦୟାନିଧି ପରମ ଦେବ କହିଲେ କଣ ନା ସଂସାରୀ ମାନଙ୍କ ପାଇଁ ବଣ ଜଙ୍ଗଲ ବା ଗିରି ଗୃହର ଆବଶ୍ୟକତା ନାହିଁ। ସଂସାରରେ ରହି ସଂସାର କର୍ମ କରି ଈଶ୍ୱର ଉପଲବ୍ଧି କରାଯାଇପାରେ। ଆମ ଶ୍ରୀ ଶ୍ରୀ ଦୟାନିଧି ପରମହଂସ ଦେବ ଗୁରୁଙ୍କର ହଉଛି ଦିବ୍ୟ ବାଣୀ ଏଟା। ଆଜ୍ଞା ଆଜ୍ଞା ତେଣୁ ଆମେ ସଂସାର ଲୋକ, ସବୁ ସଂସାର କରିକି ମଧ୍ୟ ଆମେ ଭଗବତ ପ୍ରାପ୍ତି ହେଇପାରିବା, କିଛି ଅସୁବିଧା ନାହିଁ। ଆଜ୍ଞା କିନ୍ତୁ ସଦଗୁରୁଦତ୍ତ କର୍ମକୁ ଠିକ ବାଟରେ କରିଦେଲେ ହେଇଯିବ। ଆଜ୍ଞା ହଁ ଆଜ୍ଞା ହଉ ମା। ହଉ ଆଜ୍ଞା, ବହୁତ ସୁନ୍ଦର ଭାବରେ ବୁଝିଦେଲେ, ବହୁତ ଖୁସି ଲାଗୁଛି ଆଜ୍ଞା। ହଉ ହଉ ହଉ।